Now gold is not enough. Welcome to Trade Orbit. फ्रेंड चलतु आज आम से सेम इंडिकेटर को नहीं डिस्कशन करवा जे ट्रेड सेटअप केमिति बनिबो नुआ जो कॉन्सेप्ट को मैं ऐड करथिली तार लॉजिक एटी केमिति इफेक्टिवली ऑपरेट हबो से अनुसार आम कथा हबा देखंतु आज मॉर्निंग रु आपन को एटी सेल सिग्नल जनरेट हेतिला ठीक अछि गोटे मिनिट ମୁଁ ଆପଣଙ୍କୁ କହିଥିଲି ସବୁବେଳେ ସପୋର୍ଟ ରେଜିଷ୍ଟାନ୍ସକୁ ଆପଣ ଅନ୍ କରିବେ କାହିଁକି ନା ସପୋର୍ଟ ରେଜିଷ୍ଟାନ୍ସ ଇଏ ମାର୍କେଟ ରନିଂ ମାର୍କେଟ ହିଁ ଫର୍ମେସନ ହୁଏ ତ ସେଥିପାଇଁ ଇମିଡିଏଟଲି ସପୋର୍ଟ ରେଜିଷ୍ଟାନ୍ସ ଆପଣଙ୍କୁ ରେଜିଷ୍ଟାନ୍ସ ଆଣ୍ଡ ସପୋର୍ଟ ପ୍ରୋଭାଇଡ ଯେହେତୁ କରେ ଏବଂ ଯଦି ସେଟା ବ୍ରେକ୍ ହେଲା ଇମିଡିଏଟଲି ଭେନିସ୍ ହେଇଯିବ ସେଥିପାଇଁ ଇଏ ଡାଇନାମିକ ମଧ୍ୟ ତେଣୁ ଏଠି ଯୋଉ ମୁଁ ନୂଆ ଲଜିକ ଆପଣଙ୍କୁ ଆଡ କରିଥିଲି ତା ନାଁ ହଉଛି ଇନଷ୍ଟାଣ୍ଟ ମାରୁବୁଜୁ କ୍ୟାଣ୍ଡେଲ ଇନଷ୍ଟାଣ୍ଟ ମାରୁବୁଜୁ କ୍ୟାଣ୍ଡେଲ ର କନସେପ୍ଟ ମୁଁ ଆପଣଙ୍କୁ କହିଥିଲି ଯଦି ଏଇ ପ୍ରକାର କ୍ୟାଣ୍ଡେଲ ଫର୍ମେସନ ହେଲା ନିୟର ଦ ରେଜିଷ୍ଟାନ୍ସ ବା ନିୟର ଦ ସପୋର୍ଟ ତେବେ କଣ ହବ ନା ଏ ଇଫେକ୍ଟିଭଲି ବହୁତ ଇମିଡିଏଟଲି ଆପଣଙ୍କୁ ରେଜଲ୍ଟ ପ୍ରୋଭାଇଡ କରିବ ମାନେ ବହୁତ କମ ସମୟ ଭିତରେ ତ ମରୁବୁଜୁ କ୍ୟାଣ୍ଡେଲ ବି ଆପଣଙ୍କୁ ଅଲରେଡି ମୁଁ କଥା ହେଇଥିଲି ମୁଁ ବାର କଲର କୁ ଅଫ୍ କରିଦଉଛି ଏବେ ଆମେ ବର୍ତ୍ତମାନ ଦେଖିବା ଆଜିର ଫାଷ୍ଟ ମୁଁ ଟ୍ରେଡ ସେଟଅପ୍ ଅନୁସାରେ କଣ ଟ୍ରେଡ ବନିଥିଲା ମୁଁ ଆଗର ବୁଝି ସାରେ ତାପରେ ଆପଣଙ୍କୁ ମୁଁ ଯୋଉ ନୂଆ କନସେପ୍ଟ ଆଡ କରିଥିଲି ତାର ଲଜିକ କଥା ହେବି ଏବଂ ତା ଅନୁସାରେ କେମିତି ଟ୍ରେଡ ବନିବ ବି କହିବି ଆଜି ଦେଖନ୍ତୁ ମର୍ଣ୍ଣିଂ ରୁ ଏଇ ଜାଗାରୁ ଷ୍ଟାର୍ଟ ହେଲା ଠିକ ଅଛି ଏଇ ଜାଗାରେ ଆପଣଙ୍କୁ ସେଲ୍ ଅଲରେଡି ମାନେ ପ୍ରିଭିୟସ ଡେ ରୁ ଏକ୍ଜିଷ୍ଟିଂ ସେଲ୍ ସିଗ୍ନାଲ ଥିଲା ଠିକ ଅଛି ଯଦି ସେଲ୍ ସିଗ୍ନାଲ ଏକ୍ଜିଷ୍ଟିଂ ଆଗରୁ ଏକ୍ଜିଷ୍ଟ କରୁଛି ତ ଏବେ ଆମେ କଣ କରିବା ବୁଝନ୍ତୁ ପ୍ରଥମ କଥା ହେଲା ଯେ ଆମେ ଅବଜର୍ଭ କରିବା ଯେ ବାୟ ବା ସେଲ୍ ସିଗ୍ନାଲ ଏଠି ଆଗରୁ ବନିଛି କି ନାହିଁ ଦେଖନ୍ତୁ ଏଠି ବନିଥିଲା ମୁଁ ଯେତେବେଳେ ଆପଣଙ୍କୁ ବାୟ ବା ସେଲ୍ କଥା କହିବି ଏଇ ସେଲ୍ ସିଗ୍ନାଲରେ ଆମକୁ ଟ୍ରେଡ ମିଳିବ କି ନ ମିଳିବ ତାକୁ ଅବଜର୍ଭ କରିବା ପାଇଁ ଯେ ମୁଁ ଯୋଉ କ୍ୟାଣ୍ଡେଲରେ ଏଣ୍ଟ୍ରି କଲି ଆଉ ଥରେ କହୁଛି ଯୋଉ କ୍ୟାଣ୍ଡେଲରେ ମୁଁ ଏଣ୍ଟ୍ରି କଲି ସେଇ କ୍ୟାଣ୍ଡେଲର ତା ଉପରେ ରେଜିଷ୍ଟାନ୍ସ ଆଉ ସେ କ୍ୟାଣ୍ଡେଲର ତଳେ ସପୋର୍ଟ କୋଉଠି ଅଛି ମୁଁ ଦେଖିବି ସପୋର୍ଟ ଅଛି 1400 ପଏଣ୍ଟ ତଳେ ତାମାନେ 1400 ପଏଣ୍ଟ ତଳକୁ ମଧ୍ୟ ମୁଭମେଣ୍ଟ କରିବାର ଚାନ୍ସ ଅଛି କିନ୍ତୁ ରେଜିଷ୍ଟାନ୍ସ ମାତ୍ର 280 ପଏଣ୍ଟ ତାମାନେ ଇଟ୍ ଇଜ ଏ ଗୁଡ ସେଲ୍ ସେଟଅପ୍ କିନ୍ତୁ କିନ୍ତୁ ଆପଣ ଯଦି ବ୍ଲାଇଣ୍ଡଲି ବି ନେଇଯିବେ ବି ଫିର ବି କିଛି ଅସୁବିଧା ନାହିଁ ଦେଖନ୍ତୁ ବ୍ଲାଇଣ୍ଡଲି ମତଲବ ହେଲା ଯେ ବ୍ୟାକଗ୍ରାଉଣ୍ଡ ଆପଣଙ୍କର ଯଦି ରେଡ୍ ଅଛି ତାହେଲେ ଆପଣ ଏଣ୍ଟ୍ରି କରିଯାଆନ୍ତୁ ଷ୍ଟପ୍ ଲସ୍ ଏବଭ୍ ଦ ରେଜିଷ୍ଟାନ୍ସ ଓକେ ତ ଏଇ କନସେପ୍ଟ ଅନୁସାରେ ଆପଣ ଟ୍ରେଡ ନେଇଯିବେ ଦେଖନ୍ତୁ ତା ଭିତରେ ବହୁତ ସାରା ପ୍ରାଇସ୍ ଅପ୍ ଡାଉନ୍ ହେଇଛି ରେଜିଷ୍ଟାନ୍ସକୁ ଭିଜିଟ୍ କରିବାକୁ ଆସିଛି ଫିର ବି ଆପଣଙ୍କୁ ଷ୍ଟପ୍ ଲସ୍ ହେଇନାହିଁ ଲଜିକ ଆପଣ ବୁଝିଗଲେ ଏବଂ ଏ ପର୍ଯ୍ୟନ୍ତ ଆପଣଙ୍କ ଅଲରେଡି ଗୋଟେ ମିନିଟ୍ ୱେଟ୍ କରନ୍ତୁ ମୁଁ ଦେଖେଇ ଦଉଛି କେତେ କେତେ ପଏଣ୍ଟର ଟାର୍ଗେଟ ଆପଣଙ୍କୁ ମିଳିଲାଣି ଏ ପର୍ଯ୍ୟନ୍ତ 700 ପଏଣ୍ଟ ଆପଣଙ୍କୁ ଦେଇ ସାରିଲାଣି ତ ହୁଏତ କାଲି ମର୍ଣ୍ଣିଂ ସୁଦ୍ଧା ଇଏ ତା ଟାର୍ଗେଟକୁ ହିଟ୍ କରିଦେଇପାରେ 1400 ପଏଣ୍ଟ ଆସିପାରେ ଦେଖନ୍ତୁ ମାର୍କେଟରେ କିଛି ବି ଗ୍ୟାରେଣ୍ଟି ନୁହଁ ଅନସର୍ଟନ ବି ହେଇପାରେ ସର୍ଟନ ବି ହେଇପାରେ ସେଥିପାଇଁ ଇଟ୍ ଇଜ ଏ ଗେମ୍ ଅଫ୍ ପ୍ରୋବାବିଲିଟି ସୋ ଦ୍ୟାଟ୍ ଆମେ ତ ଯଦି ନର୍ମାଲି ବି ଅବଜର୍ଭ କରିବା ଅଲରେଡି 250 ପଏଣ୍ଟରେ 700 ପଏଣ୍ଟ ମିଳି ସାରିଲାଣି ତ ତାମାନେ ଆମେ ତ 50% ମାନେ ପୋଜିସନକୁ ଏଇଠୁ ମାନେ ରିଲିଜ କରିଦେଇଥିବା ନା ଏବେ ଆମେ ଯୋଉ ଜାଗାରେ ବାୟ କରିଥିଲେ ସେଲ୍ କରିଥିଲେ ତ କଷ୍ଟ ଟୁ କଷ୍ଟ ନେଇ ଆସିଲେ ବି ଚଳିବ ନେକ୍ସଟ ତେଣୁ ଅଲରେଡି ଗୋଟିଏ ମାତ୍ର ଟ୍ରେଡ ସେଟଅପ୍ ବନିଛି କାଲିଠାରୁ ଏବଂ ଏ ପର୍ଯ୍ୟନ୍ତ ଦ୍ୟାଟ୍ ଇଜ ଅଲସୋ ଗୋଇଂ ଡାଉନ୍ କିନ୍ତୁ ଏବେ ମୁଁ କହୁଛି ଯଦି ସପୋଜ ଧର ଅଲରେଡି ଏଇ ସେଟଅପ୍ ବନିଥିଲା ଦେନ୍ ଆଫ୍ଟର ଆମେ ଇମିଡିଏଟଲି ନବା
ନା ୱେଟ୍ କରିବା। ଏ କନସେପ୍ଟ ତ ମୁଁ ଟିକେ ପରେ ଡିସ୍କସନ କରିବି, ବଟ୍ ମୁଁ ବାରମ୍ବାର କହୁଛି ଯେ ଆମକୁ ଆମ ପ୍ରୋବାବିଲିଟିକୁ ବଢେଇବାକୁ ହେଲେ ପ୍ରାଇସ୍ ସପୋଜ ଯୋଉଠି ସେଲ୍ ସିଗ୍ନାଲ ଆସିଲା ଦେନ୍ ଆଫ୍ଟର ଆମେ ୱେଟ୍ କରିବା ସେ ରିଟେଷ୍ଟ କରିବାକୁ ଆସୁ ଆମର ରେଜିଷ୍ଟାନ୍ସକୁ, ଯେହେତୁ ଏଟା ସେଲ୍ ଥିଲା ସେମିତି ରିଟେଷ୍ଟ କରିବାକୁ ଆସୁ ସପୋର୍ଟକୁ। ଯେତେବେଳେ ପର୍ଯ୍ୟନ୍ତ ସେଇ ସିଗ୍ନାଲ ଭ୍ୟାଲିଡ୍ ଅଛି ତବ ତକ୍ ଆମର ଆମେ ବାରମ୍ବାର ରି ଏଣ୍ଟ୍ରି ମଧ୍ୟ କରିପାରିବା। ଯେମିତି ଏବେ ଆମେ ୱେଟ୍ କଲେ ଯେ ପ୍ରାଇସ୍ ରିଟ୍ରେସ୍ କରୁ, ଠିକ ଅଛି। ତ ପ୍ରାଇସ୍ ଏବେ ରିଟ୍ରେସ୍ କଲା। ରିଟ୍ରେସ୍ କାହିଁକି କଲା ମୁଁ ଟିକେ ପରେ ବତେଇବି, ବଟ୍ ରିଟ୍ରେସ୍ କଲା। ମୁଁ ଏଗେନ୍ ରିଟ୍ରେସମେଣ୍ଟ ବେଳେ ହୁଏତ ଟ୍ରେଡ୍ ଇନିସିଏଟ୍ କରିପାରେ, ଯେହେତୁ ମାନେ ସେଲ୍ ଷ୍ଟିଲ୍ ନାଉ ମାନେ ଏକ୍ଜିଷ୍ଟ ଅଛି। ତ ଏବେ ଆପଣ ବୁଝନ୍ତୁ ମୁଁ ଏଣ୍ଟ୍ରି ତାହେଲେ କୋଉଠି କରିଥାନ୍ତି। ଭେରି ସିମ୍ପଲ ଲଜିକ, ଏଠି ମୋରବୁଜ କ୍ୟାଣ୍ଡେଲ ଅଛି। ତ ମୋରବୁଜ କ୍ୟାଣ୍ଡେଲ ଏବେ ମୁଁ କଥା ହଉଥିଲି ଯେ ମୋରବୁଜ କ୍ୟାଣ୍ଡେଲରେ ଆପଣ ଯଦି ଏଣ୍ଟ୍ରି କରିବେ, ଦେଖନ୍ତୁ ମୋରବୁଜ କ୍ୟାଣ୍ଡେଲ ଉପରେ 189 ପଏଣ୍ଟ ଏବଂ ମୋରବୁଜ କ୍ୟାଣ୍ଡେଲ ତଳେ 225 ପଏଣ୍ଟସ୍। ତ ଆପଣଙ୍କୁ ବର୍ତ୍ତମାନ ଏଠି ବି ମିଳିଯିବ, ଠିକ ଅଛି। ଯଦି ଆପଣ ପୁଣି ଆଉ ଥରେ ବି ଅବଜର୍ଭ କରିବେ ଏଗେନ୍ ଏଠି ବି ମୁରୁବୁଜ କ୍ୟାଣ୍ଡେଲ, ତ ମୁରୁବୁଜ କ୍ୟାଣ୍ଡେଲରେ ଏବେ ଆପଣଙ୍କୁ ଏବେ ପର୍ଯ୍ୟନ୍ତ 800 ପଏଣ୍ଟର ଟାର୍ଗେଟ ମିଳି ସାରିଲାଣି ଷ୍ଟିଲ୍ ନାଉ। ତ ତେଣୁ ମୁରୁବୁଜ କ୍ୟାଣ୍ଡେଲ ଇଜ ଏ ଭେରି ସିଗ୍ନିଫିକାଣ୍ଟ ଆଣ୍ଡ ଭେରି ପାୱାରଫୁଲ କ୍ୟାଣ୍ଡେଲ। ତ ଆପଣ ସେ ଅନୁସାରେ ବି ଟ୍ରେଡ୍ ବନେଇ ପାରିଥାନ୍ତେ। ନେକ୍ସଟ, ଏବେ ଆପଣ କହିବେ ଯେ ଏଇ କ୍ୟାଣ୍ଡେଲରେ ବା ଏଇ କ୍ୟାଣ୍ଡେଲରେ ପ୍ରାଇସ୍ ତଳକୁ ଯିବା ବଦଳରେ ଉପରକୁ ରିଟ୍ରେସ୍ କାହିଁକି କଲା? ରିଟ୍ରେସ୍ କରିବାର ଚାନ୍ସ ଥିଲା କି? ଆମେ ଇମିଡିଏଟଲି ସେଲ୍ କରିବା କି ୱେଟ୍ କରିବା? ଦେଖନ୍ତୁ ଆପଣ ତ କହିବେ ଯେ ଯେହେତୁ ଏଠି ୟା ତଳକୁ କାଟିନି, ହୁଏତ ଆପଣ କହିବେ ନାହିଁ ଯେବେ କାଟିବ ମୁଁ ତାପରେ ଏଣ୍ଟ୍ରି କରିବି, ବ୍ୟାକଗ୍ରାଉଣ୍ଡ ତ ରେଡ୍ ଅଛି। କିନ୍ତୁ ଦେଖନ୍ତୁ ଆସିଲା ପ୍ରାଇସ୍ ଏଠି ବର୍ତ୍ତମାନ ଇମିଡିଏଟଲି ଆସିକିରି ପ୍ରାଇସ୍ ତଳକୁ କାଟିଲା, ଦେନ୍ ଆଫ୍ଟର କିନ୍ତୁ ଇମିଡିଏଟଲି ପ୍ରାଇସ୍ ରିକଭର କରିଗଲା, ଠିକ ଅଛି। ତାହେଲେ ଏ କ୍ଷେତ୍ରରେ ଆପଣ କଣ କରିବେ? ତ ତାର ସିମ୍ପଲ ଲଜିକ ହଉଛି ଯଦି ପ୍ରାଇସ୍ ରେଜିଷ୍ଟାନ୍ସ ଠାରୁ ଦୂରେଇ ଗଲାଣି ତ ତେଣୁ ଓଭିୟସଲି ମାନେ ତା ମିନ୍ ଡାଇଭରସନ କନସେପ୍ଟ ଅନୁସାରେ ପୁଣି ରିଟ୍ରେସ୍ କରିବାକୁ ଆସିବ। ତାକୁ କନଫର୍ମ କରିବା ପାଇଁ ଅଲରେଡି ଆପଣଙ୍କ ପାଖରେ ଆଉ ଗୋଟେ ପାରାମିଟର୍ସ ଏଠି ଆଭେଲେବୁଲ ଅଛି। ଏଠି ଦେଖନ୍ତୁ ସେ ପାରାମିଟରଟା ଦେଖନ୍ତୁ। ଏବେ ଏଇ ଯୋଉ ତଳେ ସବୁ ଡଟ୍ସ ଅଛି ନା, ଏଇ ଡଟ୍ସ କୁ ଅବଜର୍ଭ କରନ୍ତୁ। ଏଇ ଯୋଉ ଡଟ୍ସ ଅଛି, ଏଇ ଡଟ୍ସ ରେ ଆପଣଙ୍କର ଭଲ୍ୟୁମ ସହିତ ରିଲେଟେଡ କନସେପ୍ଟ। ମାନେ ଯଦି ଯୋଉ ଜାଗାରେ ସେଲ୍ ଜେନେରେଟ ହେଲା, ଦେଖନ୍ତୁ ଏଇ ଜାଗାରେ କିଛି ଡଟ୍ସ ଅଛି, ଆନ୍ସର ନା। ତା ମାନେ ଏଇ ଏଇ ଯୋଉ ସେଲ୍ ବନିଛି ନା, ଦେଖନ୍ତୁ ତଳେ ବ୍ଲାଙ୍କ ଅଛି, ମତଲବ ପ୍ରିଭିୟସ ଭଲ୍ୟୁମ ଠାରୁ ଦିସ୍ ଭଲ୍ୟୁମ ଇଜ ଲେସ୍। ଯଦି ଲେସ୍ ଭଲ୍ୟୁମରେ ପ୍ରାଇସ୍ ମାନେ ବ୍ରେକଡାଉନ ହେଇଛି ବା ସେଲ୍ ଜେନେରେଟ ହେଇଛି, ଇଟ୍ ଇଜ ନଟ୍ ଇଫେକ୍ଟିଭ ସେଲିଂ ପ୍ରେସର। ତ ସେଥିପାଇଁ ଆମେ ଏଠି ୱେଟ୍ କରିବା ଯେ ପ୍ରାଇସ୍ ରିଟ୍ରେସ୍ ହଉ। କିନ୍ତୁ ଦେଖନ୍ତୁ ଏଇ ଜାଗାରେ ଯେତିକି ବେଳେ ଆପଣ ଅବଜର୍ଭ କରିବେ ଏଇଟା ବାଇଂ ପ୍ରେସର। ତ କିନ୍ତୁ ତାପରେ ଯେତେବେଳେ ମୋରବୁଜ କ୍ୟାଣ୍ଡେଲ ହେଲା, ଇନଷ୍ଟାଣ୍ଟ ମୋରବୁଜ, ସେତିକା ବେଳେ ତଳେ ଦେଖନ୍ତୁ ଏଇ ଜାଗାରେ ରେଡ୍ ଅଛି। ତ ମତଲବ ଇଏ ଇମିଡିଏଟଲି ପ୍ରାଇସ୍ ମାନେ ତଳକୁ ଆସିବାର ଚାନ୍ସ ଅଛି, ପ୍ରାଇସ୍ ତଳକୁ ଆସିଲା। ତ ଆପଣଙ୍କର ଦେଖନ୍ତୁ ଏଇ ଜାଗାରୁ ଯଦି ଆପଣ ଏଣ୍ଟ୍ରି କରିଥାନ୍ତେ ଆପଣଙ୍କୁ ଯେତିକି ଷ୍ଟପ୍ ଲସ୍ ଥାନ୍ତା, ଏଠି ଆଉ ଟିକେ ଷ୍ଟପ୍ ଲସ୍ କମିଗଲା। କ୍ଲିୟର? ଇନ୍ ଦ ସେମ୍ ୱେ ଏବେ ଏବେ ଆହୁରି ଆଉ ଥରେ ମୁଁ ଆପଣଙ୍କୁ କହୁଛି, ଇନ୍ ଦ ସେମ୍ ୱେ ଆପଣ ଯଦି ଏଇ ଜାଗାରେ ୱେଟ୍ କରିବେ, ଏଇ ଜାଗାରେ ୱେଟ୍ କରିବେ, ଏଠି ବି ଆପଣଙ୍କର ଇନଷ୍ଟାଣ୍ଟ ମୋରବୁଜ କ୍ୟାଣ୍ଡେଲ ତଳେ ଦେଖନ୍ତୁ ଗ୍ରୀନ ଡଟ୍ସ ଏ ରେଡ୍ ଡଟ୍ ଅଛି। ତ ମତଲବ ଇଏ ମଧ୍ୟ ଗୋଟେ ଇଫେକ୍ଟିଭ ସେଲିଂ ପ୍ରେସର। ତ ଏଠି ଆପଣ ବି ମାନେ ଏଇ କନସେପ୍ଟକୁ ଅବଜର୍ଭ କରିକି ତ ଆପଣ ମଧ୍ୟ ପୋଜିସନରେ ରହିପାରନ୍ତି, ଯୋଉଥିରେ ଅଲରେଡି 700 ପଏଣ୍ଟର ମୁଭମେଣ୍ଟ ଦେଇ ସାରିଲାଣି। କ୍ଲିୟର? ତ ତାମାନେ ଏଇ ୱେରେ ଆମେ ମଧ୍ୟ ଟ୍ରେଡ୍ ଦେଖନ୍ତୁ, ଦିସ୍ ଇଜ ଏ ଗ୍ରୀନ କ୍ୟାଣ୍ଡେଲ। ଏଇ ଗ୍ରୀନ କ୍ୟାଣ୍ଡେଲଟାରେ ଯଦି ସପୋଜ ଏହି ଗ୍ରୀନ କ୍ୟାଣ୍ଡେଲ ଫର୍ମେସନ ହେଲା, ତ ଇମିଡିଏଟଲି ଏଠୁ ମାନେ ପୋଜିସନ ଛାଡିଦିଅ। ଦେଖନ୍ତୁ ଏଇଠି ବର୍ତ୍ତମାନ ପ୍ରାଇସ୍ ଏଇଠୁ ବର୍ତ୍ତମାନ ତଳକୁ ଫଲ୍ ହଉଛି, ଏଠି ଗୋଟେ ଗ୍ରୀନ କ୍ୟାଣ୍ଡେଲ ହେଲା, ତଳେ ଡଟ୍ସ ଅଛି ନା ଡଟ୍ସ ନାହିଁ? ଡଟ୍ସ ନାହିଁ। ତାମାନେ କଣ ଏଠୁ ଆପଣ ବୁଝିଗଲେ? ଯଦି ଡଟ୍ସ ନାହିଁ ତ ଆମେ ଇମିଡିଏଟଲି ଏଠୁ କନକ୍ଲୁଡ କରିବା ଯେ ଏଠି ବାଇଂ ପ୍ରେସର ନାହିଁ, ମିଛରେ ଖାଲି ଯାଉଛି ରିଟ୍ରେସମେଣ୍ଟ, ଇମିଡିଏଟଲି ପୁଣି ଫଲ ହବାର ଚାନ୍ସ ଅଛି। ଦେଖନ୍ତୁ
ନାହିଁ, ବାଇଂ ପ୍ରେସର ଏଠି ଆସିଲା, ଫିର ବି ଯୋଉ ଜାଗାରେ ରିଟ୍ରେସ୍ ହେଲା ସେଠି ବାଇଂ ପ୍ରେସର ନାହିଁ, ତ ତଳକୁ ଯିବ, ତଳକୁ ଗଲା। ଏବେ ଦେଖନ୍ତୁ ଗ୍ରୀନ କ୍ୟାଣ୍ଡେଲ ହଉଛି, ବାଇଂ ପ୍ରେସର ନାହିଁ, ଏଠି କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ଇଏ ହଉଛି, ତାମାନେ ଏଇଟା ହଉଛି ଇନଡିସିସିଭ କ୍ୟାଣ୍ଡେଲର କନସେପ୍ଟ। ତ ଏଇ ୱେରେ ଆମେ ମଧ୍ୟ କୋଉ ଜାଗାରେ ବାୟ କରିବା, କୋଉ ଜାଗାରେ ସେଲ୍ କରିବା, ସେଥିରେ ମଧ୍ୟ କ୍ଲିୟର କଟ୍ ଆମେ ମାନେ ସେ ଅନୁସାରେ ଆମେ ଟ୍ରେଡ୍ ସେଟଅପ୍ ନେଇପାରିବା। ଏବେ ଯଦି ଆମେ 5 ମିନିଟକୁ ପଳେଇ ଆସିବି, ଦେଖନ୍ତୁ ମୁଁ ଏବେ 5 ମିନିଟକୁ ପଳେଇଲି, ତାମାନେ ଇଏ ପୁରା ଅଲ୍ଟ୍ରା ସ୍କାଲ୍ପର ହିସାବରେ ଆମେ ଯଦି କଥା ହବା, ତାହେଲେ କିନ୍ତୁ 5 ମିନିଟ୍ସ ଟାଇମ୍ ଫ୍ରେମ୍ ଅବଜର୍ଭ କରନ୍ତୁ, ଏଠି ସ୍ମାର୍ଟ ସେଲ୍ ଅଛି। ଯଦି ସ୍ମାର୍ଟ ସେଲ୍ ଆସିଲା ତାହେଲେ ସେଲିଂ ପ୍ରେସର, ସେଲିଂ ପ୍ରେସର ହେଲା, ଏଠି ଦେଖନ୍ତୁ ଲେଖା ହେଇଛି ବିୟରି ସିଗ୍ନାଲ, ଓକେ। ତ ତାମାନେ ଏଇ କ୍ୟାଣ୍ଡେଲରେ ଅବଜର୍ଭ କରନ୍ତୁ, ମତେ ଟାର୍ଗେଟ ଅଛି ମାତ୍ର 270 ପଏଣ୍ଟ, ବଟ୍ ଷ୍ଟପ୍ ଲସ୍ ହଉଛି 400 ପଏଣ୍ଟ, ମୁଁ ତ ଏଟା ନେବି ହିଁ ନାହିଁ। କିନ୍ତୁ ପୁଣି ସେଇ ଜାଗାରେ ଆପଣ ଅବଜର୍ଭ କରନ୍ତୁ, ଏଠି ବର୍ତ୍ତମାନ ରେଡ୍ ଡଟ୍ସ ଅଛି, ତାମାନେ ସେଲିଂ ପ୍ରେସର ଅଛି, କିନ୍ତୁ ପ୍ରାଇସ୍ କଣ କଲା, ବର୍ତ୍ତମାନ ଇମିଡିଏଟଲି ମାନେ ରିଭର୍ଟ ବ୍ୟାକ୍ ହେଇଗଲା। ତେଣୁ ଏବେ କଣ ବୁଝିଲେ, ଯେତେବେଳେ ପର୍ଯ୍ୟନ୍ତ ଏଇ କ୍ୟାଣ୍ଡେଲର ଲୋ ବ୍ରେକ୍ ହେଇନି ସେତେବେଳେ ପର୍ଯ୍ୟନ୍ତ ଆମେ ଏଣ୍ଟ୍ରି କରିବାନି। ଯୋଉ କଥା ମୁଁ ଷ୍ଟାର୍ଟ କହିଲି, ଯୋଉଠି ବାୟ ବା ସେଲ୍ ଅଛି, ଯଦି ସେଟା ତାର ଲୋ ବ୍ରେକ୍ ହେଇନି ତ ଆମେ ସେଠି ଏଣ୍ଟ୍ରି କରିବାର ନାହିଁ। ସେତିକିବେଳେ ଅବଜର୍ଭ କରିବେ ଏ ଡଟ୍ସ ସପୋର୍ଟ କରୁଛି କି ନାହିଁ, ଏ ଡଟ୍ ସପୋର୍ଟ କରୁଛି, କ୍ଲିୟର, କିନ୍ତୁ ତଳକୁ ବ୍ରେକ୍ ହେଇନି। ତୃତୀୟ, ତା ଏବେ ତାହେଲେ ଆଉ ଥରେ ଏଣ୍ଟ୍ରି କେବେ କରିବା ନା, ଏଣ୍ଟ୍ରି କରିବା ଯେତିକା ବେଳେ ପ୍ରାଇସ୍ ଏଇ ଯୋଉ ରେଜିଷ୍ଟାନ୍ସ ପାଖକୁ ପଳେଇ ଆସିବ। କାରଣ ରେଜିଷ୍ଟାନ୍ସ ପାଖକୁ ଆସିଲେ ଆଉ କୌଣସି ଯଦି ଟ୍ରେଡ୍ ସେଟଅପ୍ ଫର୍ମେସନ ହେଲା ବା ରିଜେକ୍ସନ ହେଲା, ଆପଣଙ୍କୁ ଇନଷ୍ଟାଣ୍ଟ ମରୁବୁଜୁ କ୍ୟାଣ୍ଡେଲ ହଉ ୟା ନ ହଉ, ଯଦି ସପୋଜ ଇମିଡିଏଟଲି ଏଇ ଜାଗାରେ ଯଦି ଇମିଡିଏଟଲି ଏ ଜାଗାରେ ରିଜେକ୍ସନ କ୍ୟାଣ୍ଡେଲ ଫର୍ମେସନ ହେଲା, ତ ଆପଣ ମଧ୍ୟ ଏଠି ସେଲ୍ କରିପାରିବେ। ତ ଦିସ୍ ଇଜ ଦ ଫ୍ୟାକ୍ଟ। ଯେମିତି ଏଇଠି ଦେଖନ୍ତୁ ରେଜିଷ୍ଟାନ୍ସ ପାଖରେ ଏଠି ଡୋଜି କ୍ୟାଣ୍ଡେଲ, ତେଣୁ ଡୋଜି କ୍ୟାଣ୍ଡେଲ ଏଠି ହେଲା ବ୍ରେକ୍, ତାମାନେ ଡୋଜି କ୍ୟାଣ୍ଡେଲ ବ୍ରେକ୍ ମାନେ ଆପଣ ଇମିଡିଏଟଲି ଏଇ କ୍ୟାଣ୍ଡେଲରୁ ଏଣ୍ଟ୍ରି କରିପାରିବେ। ଏଣ୍ଟ୍ରି କଲେ ଆପଣଙ୍କୁ ଏଠି 300 ପଏଣ୍ଟ 5 ମିନିଟ୍ ହିସାବରେ ମଧ୍ୟ ଅଲରେଡି ମିଳି ସାରିଲାଣି। ଦିସ୍ ଇଜ ଦ ସିମ୍ପଲ ୱେ ଟୁ ଆନାଲାଇଜ ଦ ଇଣ୍ଡିକେଟର ବେଷ୍ଟ ଟ୍ରେଡିଂ, କ୍ଲିୟର। ତ ଆଇ ହୋପ ନାଉ ଦିସ୍ ଲଜିକ୍ ଇଜ ଭେରି କ୍ଲିୟର ଟୁ ଅଲ୍ ଅଫ୍ ୟୁ। ଆପଣମାନେ ଏଇ କନସେପ୍ଟ ଅନୁସାରେ ଯଦି ଟ୍ରେଡ୍ ବନେଇବେ ତାହେଲେ ପ୍ରଫିଟେବଲ ମଧ୍ୟ ହେବେ, କ୍ଲିୟର। ତ ସେଇ ଅନୁସାରେ ମୁଁ ଯଦି ଇଥ୍ରିୟମରେ ଦେଖିଦେବା ଇଥ୍ରିୟମରେ କଣ ହେଇଛି। ହଁ, ଏଠି ସିମ୍ପଲ ଲଜିକ ଆଉ ଗୋଟେ କଥା ମୁଁ କହିଦେଉଛି, ଯେ ଯଦି ଆପଣ ଟାଇମ ଫ୍ରେମ୍ ଟିକେ ବଢେଇ ଦଉଛନ୍ତି ନା, ତ ଆପଣଙ୍କୁ ପୁରା ଆରାମ ସେ ମାନେ ଅଧିକା ଟାର୍ଗେଟ ବି ମିଳିବ। ଏଠି ଦେଖନ୍ତୁ ସେଲ୍ ସିଗ୍ନାଲ ଏଠି ବନେଇଥିଲା, ୟା ପରେ ଆଉ ବାୟ ଆସିନି, ତାମାନେ ବିୟରିଶ ସିଗ୍ନାଲ ଅଲରେଡି ମେନସନ କରୁଛି। ତାମାନେ ଏଇ ଜାଗାରେ ଯେତେବେଳେ ଇନଷ୍ଟାଣ୍ଟ ମରୁଭୁଜ କ୍ୟାଣ୍ଡେଲ ଫର୍ମେସନ ହେଲା, ତ ଆପଣ ୱିଥ ଏ ରେଡ୍ ଡଟ୍ସ, ତ ଆପଣ ଏଇଠୁ ଇମିଡିଏଟଲି ବି ପୋଜିସନ ବନେଇ ପାରନ୍ତି। ତେଣୁ ଏଇଠୁ ଆପଣ ଟାର୍ଗେଟ ଅଲରେଡି ପଏଣ୍ଟ ଅଲରେଡି ମୁଭମେଣ୍ଟ ହେଇସାରିଲାଣି। କିନ୍ତୁ ଯଦି ଇନଷ୍ଟାଣ୍ଟ ମରୁଭୁଜ କ୍ୟାଣ୍ଡେଲ ପୂର୍ବରୁ ଆପଣ ନେବାକୁ ଚାହୁଁଛନ୍ତି, ଭେରି ସିମ୍ପଲ କନସେପ୍ଟ, ଦିସ୍ ଇଜ ଦ ରେଜିଷ୍ଟାନ୍ସ, ଏବଂ ଏଠି ବର୍ତ୍ତମାନ ପ୍ରାଇସ୍ ଗଲା, ରିଜେକ୍ଟ ହେଲା, ଯେତେବେଳେ ରିଜେକ୍ସନ କ୍ୟାଣ୍ଡେଲ ପାଏ ନା ଇମିଡିଏଟଲି ତା ତଳେ ବି ଯଦି ଆମେ କରିବା ତାହେଲେ ଅଲରେଡି 44 ପଏଣ୍ଟର ମୁଭମେଣ୍ଟ ହେଇସାରିଲାଣି। ତ ଦିସ୍ ଇଜ ଦ ୱେ। ତାହେଲେ ଏଠି ଆମେ ବିଗ୍ ଟାର୍ଗେଟ ବି ଆଚିଭ କରିପାରିବା ୱିଥ ଏ ସ୍ମଲ୍ ଷ୍ଟପ୍ ଲସ୍। ଆଉ କୋଉ ଜାଗାରେ ଆମେ ନବା ନ ନବା ସେଠି ମଧ୍ୟ ଆମେ ଦେଖନ୍ତୁ, ଯଦି ମୁଁ ବର୍ତ୍ତମାନ ଏବେ ଟାଇମ ଫ୍ରେମକୁ ବର୍ତ୍ତମାନ ବଢେଇଦେଲି, ୱାନ୍ ଆୱାର କରିଦେଲି, ମାନେ ଆଖି ବୁଝିକି ଆପଣ କୌଣସି ବାୟ ଟ୍ରେଡ୍ ନେବେନି ବୋଲି ଆପଣଙ୍କୁ ଜଣା ପଡିଲା, ଦେଖନ୍ତୁ। କିନ୍ତୁ ଆମେ ଏଇ ଜାଗାରେ ଆମେ ବିକି ଆନ୍ସର କରୁଛି ନା, କାହିଁକି ନା ଆପଣ ଦେଖନ୍ତୁ, ଯଦି ମୁଁ ଏଇଠୁ ବିକିଲି ତାହେଲେ ୟାର ଉପରେ 79 ପଏଣ୍ଟ, ତଳେ 40, ଟାର୍ଗେଟ 45ରେ 79 ଷ୍ଟପ୍ ଲସ୍, କିଏ ନବ ଟ୍ରେଡ୍, ନବାର ନାହିଁ। ସେଥିପାଇଁ ଆମେ ଏଟାକୁ ରିଜେକ୍ଟ କଲେ। କିନ୍ତୁ ଆମେ ଏକୁ ମଧ୍ୟ ମାନେ ସିଓର ବି କରିପାରିବା, କେମିତି, ମଲ୍ଟି ଟାଇମ ଫ୍ରେମ୍ ଆନାଲିସିସ୍ କରିକି। ଯେମିତି ଯୋଉ କ୍ୟାଣ୍ଡେଲରେ ବର୍ତ୍ତମାନ ଏବେ ଫର୍ମେସନ ହେଲା ମାନେ ସେଲ୍ ସିଗ୍ନାଲ, ମୁଁ ତାକୁ ବର୍ତ୍ତମାନ ଏବେ ମାର୍କ କଲି ଭର୍ଟିକାଲ ଲାଇନରେ। ଏବେ ମୁଁ 5 ମିନିଟ୍ସକୁ ବା ମାନେ 15 ମିନିଟ୍ ବା 5 ମିନିଟ୍ ଯୋଉଠି ସିଫ୍ଟ କରିଯାଆନ୍ତୁ। ୟା ପରେ ଆପଣଙ୍କର ଯୋଉ ଜାଗାରେ, ମୁଁ ଆଉ ଥରେ କହୁଛି, ଯୋଉ ଜାଗାରେ ଆପଣଙ୍କର ବର୍ତ୍ତମାନ ଏବେ ସେଲ୍ ସିଗ୍ନାଲ ଫର୍ମେସନ ହବ,
ତ ଆମେ ଇମିଡିଏଟଲି ସେଲ୍ କରିବା। ଏବେ ବର୍ତ୍ତମାନ ପ୍ରାଇସ୍ ଉପରକୁ ଯାଉଛି, ଠିକ ଅଛି ଉପରକୁ ଯାଉ, ବଟ୍ ଯେତେବେଳେ ଆମର ସେଲ୍ ସିଗ୍ନାଲ ଫର୍ମେସନ ହବ ତ ଇମିଡିଏଟଲି ଆମେ ମଧ୍ୟ ଏଥିରେ ଏଣ୍ଟ୍ରି କରିପାରିବା ଯେ ସେଲର। ତ ବୁଝିପାରିଲା କି? ତ ଏବେ ଆପଣ 1 ମିନିଟ ବି ଯଦି ଚେକ୍ କରିବା, 1 ମିନିଟ ପୁରା ସ୍ନାଇପର ଭାବରେ ଆପଣ ଅବଜର୍ଭ କରିବେ। ତାମାନେ ଅବଜର୍ଭ କରନ୍ତୁ, ଏ ଜାଗାରେ ଆପଣଙ୍କୁ ଏଠି ଟ୍ରେଡ ମିଳିଲା, ତ ଆପଣଙ୍କୁ ଟାର୍ଗେଟ ଆସିଲା, କିନ୍ତୁ ନେବେ ନ ନେବେ ଆପଣ ଡିସାଇଡ୍ କରିବେ, କାରଣ ଯେହେତୁ ଏଠି ବହୁତ ସର୍ଟ 1 ମିନିଟରେ ବହୁତ ଇଏ ହବ। ତ କିନ୍ତୁ ଏଠି ଦେଖନ୍ତୁ, ଏଠି ଆପଣଙ୍କୁ ସ୍ମାର୍ଟ ସେଲ୍ ମିଳିଲା, ସ୍ମାର୍ଟ ସେଲ୍। ତ ବର୍ତ୍ତମାନ ଟାର୍ଗେଟ ଏଠି ଆସିଗଲା, କିନ୍ତୁ ଏଠି ନବାଟା ନିହାତି ଦରକାର। କାହିଁକି? ମୁଁ ଯୋଉ ଆପଣଙ୍କୁ ଯୋଉ ୱେରେ ବୁଝଉଥିଲି, ଏଇ କ୍ୟାଣ୍ଡେଲରେ ବର୍ତ୍ତମାନ ସ୍ମାର୍ଟ ସେଲ୍ ଆସିଲା, ୟା ଟାର୍ଗେଟ ହଉଛି ମାନେ ତଳକୁ, ବଟ୍ ଷ୍ଟପ୍ ଲସ୍ ହଉଛି ଜଷ୍ଟ ଉପରେ। ବୁଝିପାରିଲେ? ଖାଲି ଜଷ୍ଟ ଏଟା ବ୍ରେକ୍ ହେଇଯାଉ, ତାମାନେ ଆପଣ ଏଇଠି ଯଦି ଏଣ୍ଟ୍ରି କରିବେ, ତାମାନେ ଏଇ ପଏଣ୍ଟରୁ ଏଇ ପଏଣ୍ଟ 13 ପଏଣ୍ଟର ମାନେ ଟାର୍ଗେଟ, ଷ୍ଟପ୍ ଲସ୍ ଥିଲା 5 ପଏଣ୍ଟ। ତ 1:2 ଇଟ୍ ଇଜ ୱାଇଜର ଟୁ ଟେକ୍ ଦିସ୍ ଟ୍ରେଡ୍। ତ ଆପଣ ସିମ୍ପଲି ୱେରେ ବୁଝିପାରିଲେ ଯେ କେମିତି ଆମେ ବାଇ ୟୁଜିଂ ଦିସ୍ ସିମ୍ପଲ ଇଣ୍ଡିକେଟର वी कैन ऑल्सो बी प्रॉफिटेबल। ତେଣୁ ଆପଣ ଏଇ ୱେରେ ଇଣ୍ଡିକେଟର କୁ ୟୁଜ କରନ୍ତୁ ଏବଂ ଟ୍ରେଡ୍ ସେଟଅପ୍ ବନାନ୍ତୁ, ବ୍ୟାକ୍ ଟେଷ୍ଟିଂ କରନ୍ତୁ, ଏକର୍ଡିଂଲି ପ୍ରଫିଟେବଲ ମଧ୍ୟ ହୁଅନ୍ତୁ। ଥ୍ୟାଙ୍କ ୟୁ।